ସମବାୟ ମନ୍ତ୍ରୀ ପ୍ରଦୀପ ସାମନ୍ତ ବାବୁ ଠିକ୍ କଥା କହିଛନ୍ତି। ବିଧାୟକମାନଙ୍କୁ 3.5 ଲକ୍ଷ ଟଙ୍କା ତଥାପି ନିଅଣ୍ଟ। ସେ ତାର ଜ୍ୱଳନ୍ତ ଉଦାହରଣ ଦିଅନ୍ତେ। ଦିନକୁ 12-13 ହଜାର ଟଙ୍କା ପଡ଼ୁଛି। ଆଉ ଏତିକିରେ ବିଧାୟକମାନଙ୍କୁ ବି ହେବନି। କାହିଁକିନା ଆମେ ବିବାହର ବ୍ରତଘର ବାହାଘର ଭୋଜି ଘରଠୁ ଆରମ୍ଭ କରି ଗୋଟେ ଆମର ଗୋଟେ କର୍ମୀଟେ ଭଲ ମନ୍ଦ ସବୁଠି ଆମେ ଯାଉଛୁ। ଆମେ ଏତେ ପଇସା ଖର୍ଚ୍ଚ କରୁଛୁ। ଆମେ ଯଦି ଆହୁରି ଚିଠା ଦେବୁ ସରକାର ଆମକୁ ଦେଇପାରିବେନି। ଗୋଟେ ଛୋଟିଆ କଥାଟା ଖାଲି ମନେ ପକାଇ ଦେଉଛି। ତମେ କହିଦେଲ ଯଦି ସେଇ ଜନସାଧାରଣ ଠିକ୍ ପ୍ରଶ୍ନଟି ତୁମକୁ କରନ୍ତି ଯେ ତୁମେ ଇଲେକ୍ସନ୍ ଜିତିବା ପୂର୍ବରୁ ଜନସାଧାରଣ କେଇଟା କଥା କହିଥିଲ, କେଇଟା କଥା ରକ୍ଷା କରିଛ। ଆହେ ଜିଜେବର ତୁମ ବାକ୍ୟ ତୁମେ ରକ୍ଷା କର। ନବୀନ ବାବୁ ଠିକ୍ ଆକ୍ସନ୍ ନିଅନ୍ତି ଯେଉଁମାନେ ବାଇ ଚାଗୁଳିଆ କରିକି ମାନେ ବାଇଟ୍ ଦିଅନ୍ତି ମିଡ଼ିଆ ବନ୍ଧୁଙ୍କ ପାଖରେ। ଜଷ୍ଟ ଉଦାହରଣ ଦାମୋଦର ରାଉତ ବାବୁଙ୍କ ଉପରେ ସେ ଗୋଟେ ମନ୍ତବ୍ୟ ଦେଇଥିଲେ ଭିକ୍ଷୁକ ବ୍ରାହ୍ମଣ। ତାଙ୍କ ଉପରେ କେମିତି ନବୀନ ବାବୁ ଆକ୍ସନ୍ ନେଇଥିଲେ ତୁମେ ଭଲସେ ଜାଣିଛ। କାରଣ ବ୍ରାହ୍ମଣ ସମାଜ ପୁରା ଖପା ହେଇଗଲା, ତେଣୁକରି ତାଙ୍କୁ ମନ୍ତ୍ରୀ ପଦରୁ କାଟି ଦେଇଥିଲେ। ତେଣୁକରି ତମର ବି ସେମିତି ଏ ଟାଇପ୍ର ମନ୍ତବ୍ୟଟା ଓଡ଼ିଶାର ଜନସାଧାରଣଙ୍କୁ ଖାସ୍ କରି ବିଜେପିର ଦେବଦୁର୍ଲଭ କର୍ମୀମାନଙ୍କୁ କେତେ ତଳକୁ ନେଇ ଯାଉଛି ତାର ଚିନ୍ତା ଆପଣମାନେ କରୁନାହାନ୍ତି। କାହିଁକିନା ମିଡ଼ିଆ ଆମକୁ ପଚାରିଲା ଆମେ ତ କହିଦେବୁ, ଆଉ ଯାହା ପାଟିକି ସେ ଆମେ କହିଦେବୁ। ଯଦି ସେଇ ମିଡ଼ିଆ ମାଧ୍ୟମରେ ଗୋଟେ ଜନସାଧାରଣ ପ୍ରଶ୍ନ କରିବ ଯେ ବିଧାୟକ ହେବା ପୂର୍ବରୁ ତୁମ ସମ୍ପତ୍ତି ଥିଲା କେତେ, ବିଧାୟକ ହେବା ପରେ ତୁମ ସମ୍ପତ୍ତି ହେଇଛି କେତେ, ତୁମେ ବିଧାନସଭାରେ ଗୋଟେ ବିଲ୍ ଆଣ ଯେ ଆମେ ବିଧାୟକ ହେବା ପୂର୍ବରୁ ଆମ ସମ୍ପତ୍ତି ଥିଲା ଏତିକି, ଆମେ ବିଧାୟକ ହେବା ପରେ ଆମ ସମ୍ପତ୍ତିର ପୁରା ସାର୍ବଜନୀନ ଆମେ କରିବୁ ଟୋଟାଲ। ଆଉ ପ୍ରଥମ କଥା, ଯଦି ଆମେ ବିଧାୟକ ହେବୁ ନିର୍ଦ୍ଦିଷ୍ଟ ଗୋଟେ କ୍ରାଇଟେରିଆ ରଖାଯାଉ, ଆମର ଶିକ୍ଷାଗତ ଯୋଗ୍ୟତା ଏତିକି ହେବା ଦରକାର, ଆମ ନାଁରେ ଏଇ କେସ୍ ହେଲେ ଆମେ ଦ୍ୱିତୀୟ ଥର ବିଧାୟକ ହେଇପାରିବୁନୁ। ଏଇ ଟାଇପ୍ର ଗୋଟେ କ୍ରାଇଟେରିଆ ରହିବା ଦରକାର। ତାପରେ ମୁଁ ହେଲି ବିଧାୟକ, ମୋ ପୁଅ ଯେମିତି ବିଧାୟକ ନ ହେଇ ବଂଶଗତ ରାଜନୀତି ଯେମିତି ମୁକ୍ତ ହେବ, ଏ ବାବଦରେ ଗୋଟେ ଆଇନ ଆଣିବା ଦରକାର। ଆଣିପାରିବ କି? ଓଡ଼ିଶାର ଜନସାଧାରଣ ପ୍ରଶ୍ନ କରିବା ଦରକାର। କାହିଁକି ନା ରାଜା ହେଇଛି ମାନେ ମୋ ପୁଅ ବି ରାଜା ହେବ, ସେ ସିଷ୍ଟମଟା ବନ୍ଦ ହେବା ଦରକାର। ଆଣିବ କି ଆଇନ? ଓଡ଼ିଶାର ଜନସାଧାରଣ ପ୍ରଶ୍ନ କରିବେ। ଦ୍ୱିତୀୟ କଥା, ତୁମେ ଯେଉଁ ଉପର ମୁଣ୍ଡ ରହିକି ଶାବଳଟା ପଠାଉନ, ସେ ପହଞ୍ଚୁ ଛୁଞ୍ଚି। ଆ ଉପରେ କିଛି ମନ୍ତବ୍ୟ ଦେଲେ ଟିକେ ଭଲ ଲାଗନ୍ତା। କାହିଁକି ନା ବ୍ଲକରେ ଯେକୌଣସି ଗୋଟେ ଯୋଜନା ହେଉ କି ଯାହା ହେଉ, ମଠ ମନ୍ଦିର ରାସ୍ତାଘାଟ କାମ କଲେ ବ୍ଲକରେ ଆଜ୍ଞା କେତେ ପରସେଣ୍ଟ ପିସି ଚାଲିଛି ସମସ୍ତଙ୍କୁ ଆଜ୍ଞା ଜଣା, କେତେ ବଢ଼ି ଯାଇଛି ଜଣା। ଏଥିରେ କେଉଁମାନଙ୍କର ଭାଗିଦାରୀ ସମସ୍ତେ ଜାଣିଛନ୍ତି ଆଜ୍ଞା। କେତେ ଇଲିଗାଲ ବାଲିଘାଟ ଚାଲିଛି ସମସ୍ତେ ଜାଣିଛନ୍ତି। ଆଉ ରାସ୍ତା କାମଟା କେମିତି ଚାଲିଛି ସମସ୍ତେ ଜାଣିଛନ୍ତି। ତେଣୁକରି ତୁମର କହିବା ଦରକାର ନାହିଁ। ଜନତାଙ୍କର ପ୍ରଶ୍ନ ଯଦି କରିବେ ତୁମେ ତାର ଉତ୍ତର ଦେଇପାରିବନି। ତୁମ 300 ୟୁନିଟ୍ ବିଜୁଳି ଗଲା କୁଆଡ଼େ, 3500 ଭତ୍ତା ଗଲା କୁଆଡ଼େ କହିବ? ଯେଉଁ କହିଥିଲ ପାଣ୍ଡିଆନ ବାବୁ ଘନ ଘନ ହେଲିକପ୍ଟର ଗସ୍ତ କରିଥିଲେ, ତାର ଆମେ ଯାଞ୍ଚ କରିବୁ। କେତେ ବାଟ ଯାଞ୍ଚ ଗଲା? ଆପଣଙ୍କ ସରକାର ଟାଇମ୍ରେ ପାଣ୍ଡିଆନ ବାବୁଙ୍କୁ କେତେଜଣ ପୋଲିସ ଅଧିକାରୀ ଜଗୁଥିଲେ, RTI କର୍ମୀ ତାର ତଥ୍ୟ ମାଗିଥିଲେ, ତାର ତଥ୍ୟ ଆପଣ ସର୍ଟିଫିକେଟ୍ ଦେଇଥିଲେ? ଲୋକ ପ୍ରଶ୍ନ କଲେଣି ଆପଣଙ୍କୁ, ଆପଣ ତା ଉତ୍ତର ଦେଇପାରିବେ ନା? ନା କର୍ମୀ ଖାଲି ତାର ଉତ୍ତର ଦେବା ପାଇଁକା କର୍ମୀ ତଳ ଲେବୁଲରେ ଅଛନ୍ତି, ଖାଲି କର୍ମୀ ଦେବେ କି ଯେଉଁମାନେ ବିଜେପି କି ଭଲ ପାଉଥିଲେ ଅନ୍ଧ ଭଳିଆ ସୋସିଆଲ ମିଡ଼ିଆରେ ଆମରି ଭଳିକା ଆମେ ଖାଲି ହାଉ ହାଉ ଆସିକିରି ଆମେ ଚିତ୍କାର କରିକି ତାର ଜବାବ ଦେଉଛୁ। ତାପରେ ଆପଣ କହିଥିଲେ 5T ସ୍କୁଲରେ ବହୁତ ଦୁର୍ନୀତି ହେଇଛି, 5T ଗୋଟେ ବଡ଼ ସ୍କାମ୍। କେତେ ତାହା ଉପରେ ଆକ୍ସନ୍ ନେଇଛ? ଆର୍ ଟିକେ ବି ଉତ୍ତର ଦେବାକୁ ସମୟ ତୁମକୁ କିଏ ମିଳେ ଜଣେଇବ। ପ୍ରଥମ କଥା, ଯେତେବେଳେ ନେତାଙ୍କ ତୁମ ଦରମାଟି ବଢ଼ିଲା, ତୁମେ ସବୁ ନେତାମାନେ ଏକଜୁଟ ହେଇଗଲ। ସେ ବିଜେଡ଼ି କଂଗ୍ରେସ ବିଜେପି ସମସ୍ତେ ମିଶି ଏକଜୁଟ ହେଇ ତୁମ ଦରମାଟେ ବଢ଼ିଗଲା। ଯଦି ଗୋଟେ କର୍ମୀଟେ ସିଏ ବିଜେଡ଼ି ଛାଡ଼ି ବିଜେପିକି ଆସିଲା କି କଂଗ୍ରେସ ଛାଡ଼ି ବିଜେଡ଼ିକି ଗଲା, ତାହେଲେ ତୁମେ ମାନେ କେମିତି କର ଯେ ଜନତା ହୁଅନ୍ତୁ ବେଇମାନ ଜନତା? ତୁମକୁ କହିବାକୁ ସାହସ ଦେଲା କିଏ? ଆର ବି ଟିକେ ଯଦି ଉତ୍ତର ରଖନ୍ତେ ତାହେଲେ ଆମକୁ ଟିକେ ବହୁତ ଖୁସି ଲାଗନ୍ତା। କାରଣ ନେତାଙ୍କର ଯଦି ଦଳ ନଥାଏ, ଜନତାଙ୍କର ଦଳ ନଥାଏ। ଜନତା ମାନେ ତୁମକୁ ପ୍ରତିନିଧି କରି ବାଛନ୍ତି କ'ଣ ପାଇଁକା? ନା ଲୋକଙ୍କର ସୁବିଧା କେମିତି ହେବ, ନୂଆ ନୂଆ କେମିତି ଆଇନ ଆସିବ, ଆ ଉପରେ ଟିକେ ମତ ରଖିଲେ ଟିକେ ଭଲ ହୁଅନ୍ତା। ଆମେ ଖାସ୍ କରିକିରି ନେତା ଯଦି ବଂଶଗତ ରାଜନୀତି ବିଲୁପ୍ତ ହେବେ, ସେ ଚିନ୍ତାଧାରା ଟିକେ କରିବା ଦରକାର। ୟା ଉପରେ ନିହାତି ଗୋଟେ ଆଇନ ଆସିବା ଦରକାର। ଅବଶ୍ୟ ମୋ ଭିଡ଼ିଓଟି ବହୁତ ନେତାମାନଙ୍କୁ ଖରାପ ଲାଗିପାରିବ, ତେଣୁକରି ଆଜ୍ଞା ମୁଁ ସେଥିପାଇଁ କ୍ଷମା ଚାହୁଁଛି। କିନ୍ତୁ ମୁଁ ବିଜେପିର ଗୋଟେ ଅନ୍ଧ ସପୋର୍ଟର। ମୋର ଦେଖିବ ପ୍ରତ୍ୟେକ ଭିଡ଼ିଓ ମୁଁ ବିଜେପିକୁ ସପୋର୍ଟ କରି ଭିଡ଼ିଓ ବନାଏ, କିନ୍ତୁ ଆଜି ମୁହଁ ଖୋଲିବାକୁ ଆମେ ବାଧ୍ୟ ହେଉଛୁ। କାହିଁକିନା ସମବାୟ ମନ୍ତ୍ରୀଙ୍କ ଏମିତି ଯୁକ୍ତି, ତାପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କର ଏମିତି ଯୁକ୍ତି, ବିଜେଡ଼ି ବିଧାୟକଙ୍କର ଏମିତି ଯୁକ୍ତି, ମାନେ ଏ ଯୁକ୍ତି ଶୁଣିଲା ପରେ ନା ଜନସାଧାରଣମାନଙ୍କର ପ୍ରଶ୍ନ ମାନେ ଘେରିବାକୁ ପୁରା ଅନେଇ ବସିଛନ୍ତି। ତେଣୁକରି ଏ ବାବଦରେ ଟିକେ ମୋହନ ସରକାର ଟିକେ ନେତାମାନଙ୍କ ମୁହଁ ଟିକେ ଚୁପ୍ କଲେ ଟିକେ ଖୁସି ଲାଗନ୍ତା। ଆଉ ଭିଡ଼ିଓ ମାଧ୍ୟମରେ ମନମୋହନ ସାମଲ ମହୋଦୟକୁ ଆଜ୍ଞା ଟିକେ ଅନୁରୋଧ କରୁଛି, ଆଜ୍ଞା ନେତାମାନଙ୍କ ଟିକେ ତୁଣ୍ଡ ଟିକେ ବାଡ଼ ଦିଅନ୍ତୁ। ତା ନହେଲେ ଯେଉଁ 24 ବର୍ଷ ଲଢ଼ିକିରି ଆସିଛନ୍ତି ଆପଣ, ଯେମିତି କଥାରେ କହନ୍ତି
24 ବର୍ଷର ତପସ୍ୟା ଶୁଖୁଆ ପଡ଼ାରେ ଗଲା। ତେଣୁକରି ଆପଣଙ୍କ ନେତାମାନଙ୍କର ଛୋଟିଆ ଛୋଟିଆ ବାଇଟ୍ ଯୋଗୁରୁ ଆପଣ ବୋଧେ ଆଉ ଆଗକୁ ବଢ଼ିପାରିବେନି। ତା ନୁହେଁ ତ ଆଉ କ'ଣ? ସେମିତି ତ ପୁରୁଣା କାର୍ଯ୍ୟକର୍ତ୍ତାମାନଙ୍କୁ ଆପଣ ପଚାରୁନାହାନ୍ତି, ସେମାନଙ୍କର ମାଳ ଅଭିଯୋଗ। ତାପରେ ବି ଯେଉଁ ପରିସ୍ଥିତି, ଆମେ ଆଉ କ'ଣ କହିବୁ ଆଜ୍ଞା? ଯଦି ଭିଡ଼ିଓଟି ଅବশ্যଇ ଆପଣଙ୍କୁ ଭଲ ଲାଗିଲା ଦୟାକରି ନେତାମାନଙ୍କ ପାଖକୁ ଟିକେ ସେୟାର କରିବେ। ଆଉ ଯଦି ଭିଡ଼ିଓଟି ଖରାପ ନ ଲାଗିଲା ଆଜ୍ଞା ମୋତେ କ୍ଷମା କରିଦେବେ। ରହିଲେ ଆଜ୍ଞା, ସୀତାରାମ।